ନମସ୍କାର, ଜୟ ଜଗନ୍ନାଥ। ଆଜି ଆମେ ବହୁତ ଗୁଡ଼ିଏ ପୂଜା ନିୟମ ବିଷୟରେ ଜାଣିବା, ଯାହାକି ସମସ୍ତେ ଜାଣିବା ଦରକାର। ଯଦି ଆପଣମାନେ ଭଡ଼ା ଘରେ ରହୁଛନ୍ତି, କେମିତି କ'ଣ ଠାକୁରଙ୍କର ପୂଜା ଆପଣମାନେ କରୁଛନ୍ତି, ତା ସହିତ ଆମେ ଯଦି ଭଡ଼ା ଘରେ ବାରମ୍ବାର ବଦଳେଇବା, ଅନ୍ୟ ଘରକୁ ଯିବା, ତାହେଲେ ଆମେ ଠାକୁରଙ୍କୁ ଆଉ ତୁଳସୀ ମାଙ୍କୁ ଭଡ଼ା ଘରୁ ନେଇକି ଯିବା କି ନାହିଁ, ତା ସହିତ ଆମେ ଆମିଷ ଖାଇଥିଲେ ସନ୍ଧ୍ୟା ଦେଇପାରିବା କି ନାହିଁ, ଏମିତି ବହୁତ ଗୁଡ଼ିଏ କଥା ଆଜିର ଏହି ସୁନ୍ଦର ଭିଡ଼ିଓରେ ଆପଣମାନେ ଜାଣିବାକୁ ପାଇବେ। ତାହେଲେ ଆସନ୍ତୁ, ଡେରି ନ କରିକି ସୁନ୍ଦର ଭିଡ଼ିଓଟିକୁ ଆମେ ଆରମ୍ଭ କରିନେବା। ଆଉ ପ୍ରଥମେ ଆମେ ଜାଣିବା ଭଡ଼ା ଘର ବଦଳାଇବା ସମୟରେ ନୂଆ ଘରକୁ ଠାକୁରଙ୍କୁ ଆଉ ତୁଳସୀ ମାଙ୍କୁ ବା ତୁଳସୀ ଚଉରାଙ୍କୁ ନେଇକି ଯିବା ଉଚିତ କି ନୁହଁ। ଦେଖନ୍ତୁ, ଆମେ ଯଦି ଭଡ଼ା ଘରେ ରହୁଛନ୍ତି ତାହେଲେ ପୂଜା କରିବା ଟିକେ ପ୍ରୋବ୍ଲେମ୍ ହୋଇଥାଏ, କାହିଁକି ନା ଆମକୁ ବାରମ୍ବାର ଘର ବଦଳାଇବାକୁ ପଡ଼ିଥାଏ। ଭଡ଼ା ଘରେ କେବେ ସ୍ଥାୟୀ ହୋଇକି ଗୋଟିଏ ଘରେ ରହିବା ସମ୍ଭବ ମଧ୍ୟ ନୁହେଁ। କିଛି ନା କିଛି କାରଣ ପାଇଁ ଘର ନିଶ୍ଚୟ ବଦଳାଇବାକୁ ପଡ଼ିଥାଏ। କିଛି ନହେଲେ ବି ବର୍ଷେ 2 ବର୍ଷରେ ଥରେ ଘରକୁ ତ ନିହାତି ବଦଳାଇବାକୁ ପଡ଼େ। ସମସ୍ତେ ଏହା ଭାବନ୍ତି ଯେ ଆମେ ଘର ବଦଳାଇଲେ ଠାକୁରଙ୍କୁ ସାଙ୍ଗରେ ନେବା କି ନାହିଁ। ଦେଖନ୍ତୁ, ଘର ଆମର ନହେଲେ କ'ଣ ହେଲା, ଠାକୁରଙ୍କ ପ୍ରତି ଭକ୍ତି ଆମର ସତ ହୋଇଥାଏ। ଘର ଅନ୍ୟ ଜଣଙ୍କର ହେଇଥାଉ, କିନ୍ତୁ ଠାକୁର ତ ଆମେ ତାଙ୍କୁ ଭକ୍ତି କରୁଛେ ନା, ଆମେ ତ ତାଙ୍କୁ ପୂଜା କରୁଛେ। ତ ଆମେ ଯେଉଁଠାରେ ରହିଲେ ମଧ୍ୟ ଠାକୁରଙ୍କୁ ମଧ୍ୟ ସେଇଠି ଆମେ ପୂଜା କରିଥାଉ। ଆମେ ଯଦି ଭଡ଼ା ଘର ବଦଳାଇବା ତାହେଲେ ଠାକୁରଙ୍କୁ ମଧ୍ୟ ସାଙ୍ଗରେ ନେଇକି ଯିବା ଉଚିତ। କାହିଁକି ନା ଦେଖନ୍ତୁ, ଯଦି ଆମ ଘରେ କେହି ପିଲା ଥିବେ, ଛୋଟ ପିଲା ଥିବେ, ଆମେ ତାକୁ ଛୋଟରୁ ବଡ଼ କରୁଛନ୍ତି, ତ ତାକୁ କ'ଣ ଆମେ ଜଣଙ୍କ ପାଖରେ ଛାଡ଼ି ଦେଇକି ଯାଇପାରିବା କି? ନିହାତି ଆମ ସାଙ୍ଗରେ ହିଁ ନେଇକି ଯିବା ଆମ ପିଲାମାନଙ୍କୁ। ଯେମିତି ସେମାନଙ୍କୁ ଆମେ ଭାବୁଛେ ଆମ ପିଲାମାନେ କି ଆମର ନିଜ ଲୋକ, ସେମିତି ଭଗବାନ ମଧ୍ୟ ଆମ ସହିତ ସବୁବେଳେ ଆମକୁ ଯୋଡ଼ି ହେଇକି ଥାଆନ୍ତି। ଆମେ ସବୁବେଳେ ତାଙ୍କୁ ପୂଜା କରନ୍ତି। ତେଣୁ ତାଙ୍କୁ ଆମେ ସେଠି ଛାଡ଼ିକି ଆଉ ଯିବା ନାହିଁ, ତାଙ୍କୁ ନେଇକି ହିଁ ସାଙ୍ଗରେ ଯିବା। କାରଣ ଆମ ଠାକୁରଙ୍କ ସହିତ ଭାବ ଆମର ଯୋଡ଼ି ହେଇକି ସବୁବେଳେ ରହିଛି। ଆମେ ଯେଉଁ ତୁଳସୀ ଚଉରାଙ୍କର ପୂଜା କରନ୍ତି, ମା ଦେବୀଙ୍କୁ ପୂଜା କରନ୍ତି, ତାଙ୍କୁ ମଧ୍ୟ ଆମେ ସାଙ୍ଗରେ ନେଇକି ଯିବା। କାରଣ ସେ ଆମର ମଧ୍ୟ ମା। କାହିଁକିନା ଆମେ ଭଡ଼ା ଘରେ କେବଳ ଠାକୁରଙ୍କୁ ଆସନରେ ରଖି ପୂଜା କରୁ, ପ୍ରାଣ ପ୍ରତିଷ୍ଠା କରୁନାହୁଁ। ସେମିତି ହିଁ ପୂଜା କରିଥାଉ, ଆସନରେ କେବଳ ସ୍ଥାପନା କରିକି ପୂଜା କରୁ। ଆସନ ପୂଜା କରିକି ତାଙ୍କୁ ଆମେ ସାଙ୍ଗରେ ନୂଆ ଘରକୁ ନେଇପାରିବା, କାରଣ ପ୍ରାଣ ପ୍ରତିଷ୍ଠା ଆମେ କରୁନାହାନ୍ତି। କିନ୍ତୁ ଆମେ ଯଦି ଭଡ଼ା ଘରେ ରହୁନାହୁଁ, ଯଦି ଆମେ ଆମ ନିଜ ଘରେ ରହୁଛୁ, ଆଉ ନିଜ ଘରେ ରହିଲା ମାନେ ତ ଠାକୁରଙ୍କର ମୂର୍ତ୍ତି ସ୍ଥାପନ କରିବାକୁ ପଡ଼େ, ପ୍ରାଣ ପ୍ରତିଷ୍ଠା ଠାକୁରଙ୍କର କରିକି ପୂଜା କରିବାକୁ ପଡ଼େ। ସେହି ଘରେ, ସେହି ଜାଗାରେ ମନ୍ତ୍ର ଆଉ ହୋମ ଯଜ୍ଞ କରି ଠାକୁରଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଥାଏ ସେହି ନିର୍ଦ୍ଦିଷ୍ଟ ଘରେ। ତେଣୁକରି ସେହି ମୂର୍ତ୍ତିକୁ ଆମେ ଅନ୍ୟ ସ୍ଥାନକୁ ନେବା କଥା ନୁହଁ। ଯେଉଁଠି ପ୍ରାଣ ପ୍ରତିଷ୍ଠା ହୋଇଥାନ୍ତି ଠାକୁର ମୂର୍ତ୍ତି, ତାଙ୍କୁ ଆମେ ନେଇପାରିବା ନାହିଁ। କିନ୍ତୁ ଆମେ ଯେଉଁ ଭଡ଼ା ଘରେ ରହୁଛନ୍ତି, ଠାକୁରଙ୍କର ଆମେ ପ୍ରାଣ ପ୍ରତିଷ୍ଠା କରିନଥାନ୍ତି, କେବଳ ଆସନକୁ ହିଁ ପୂଜା କରନ୍ତି, ଆସନରେ ରଖିକି ଠାକୁରଙ୍କର ପୂଜା କରନ୍ତି, ଫଟୋ ମଧ୍ୟ ପୂଜା କରନ୍ତି। ତେଣୁ ଆମେ ଅନ୍ୟ ଭଡ଼ା ଘରକୁ ଗଲେ ମଧ୍ୟ ଆମେ ସାଙ୍ଗରେ ଠାକୁରଙ୍କୁ ନେଇକି ଯିବା, କିନ୍ତୁ ବିସର୍ଜନ କରିବା ନାହିଁ। କାରଣ ତାଙ୍କ ସହିତ ଆମର ଭାବ ଯୋଡ଼ି ହୋଇକି ରହିଥାଏ। ଯଦି ଠାକୁରଙ୍କ ଫଟୋ ପୁରୁଣା ହେଇନାହିଁ, ଚିରି ନାହିଁ, କିଛି ହେଇନାହିଁ, ଆମେ ସାଙ୍ଗରେ ନେଇକି ଯିବା, ତାଙ୍କୁ ବିସର୍ଜନ କରିବା ନାହିଁ। କାରଣ ଆମ ତାଙ୍କ ସହିତ ଆମର ଭାବ ଯୋଡ଼ି ହେଇକି ଅଛି। ତାଙ୍କୁ ସେହି ଘରେ ଛାଡ଼ିକି ଯିବା ମଧ୍ୟ ଉଚିତ ନୁହଁ, କାରଣ ସେହି ଘରେ ଠାକୁରଙ୍କୁ ଛାଡ଼ିକି ଗଲେ ହୁଏତ କେହି ଆପଣଙ୍କ ପରି ଠାକୁରଙ୍କ ସେବା ନ କରିପାରନ୍ତି। ହୁଏତ ଆଉ ଯିଏ ଆସିବେ ସେ ଠାକୁରଙ୍କୁ ବିସର୍ଜନ କରିଦେଇପାରନ୍ତି କିମ୍ବା ପୂଜା ନ କରିପାରନ୍ତି। ତେଣୁକରି କାହା ଭରସାରେ ମଧ୍ୟ ଛାଡ଼ିକି ଯିବା କଥା ନୁହଁ। ହଁ, ଆପଣ ଯଦି ଚାହିଁବେ କୌଣସି ମନ୍ଦିରରେ କିମ୍ବା କୌଣସି ଭକ୍ତଙ୍କୁ ଆପଣ ଦେଇପାରିବେ। ଯଦି ସେମାନେ ଚାହାନ୍ତି ତାହେଲେ ତାଙ୍କୁ ରଖିପାରିବେ। ଠାକୁରଙ୍କ ଫଟୋକୁ ନେବା ସମୟରେ ଆପଣ ଏକ ଧଳା ଆଉ ହଳଦିଆ କପଡ଼ାରେ ଗୁଡ଼େଇକି ଭଲ ଭାବରେ ସମ୍ମାନର ସହିତ ଅଲଗା ଘରକୁ ନେବା କଥା। ମାନେ ଯେଉଁ ବାକ୍ସ ଆପଣ ସବୁ ନେଇକି ଯାଉଛନ୍ତି, ଆପଣଙ୍କ ଲୁଗାପଟା ଜିନିଷ, ତ ସେଥିରେ ଆପଣ ନେବେ ନାହିଁ ଠାକୁରଙ୍କୁ। ଏକ ଅଲଗା ବାକ୍ସ ଠାକୁରଙ୍କ ପାଇଁ ରଖିବେ, ଆଉ ଯେଉଁଥିରେ ଠାକୁରଙ୍କୁ ପୁରା ଧଳା କପଡ଼ା ବା ହଳଦିଆ କପଡ଼ା ତାଙ୍କୁ ଘୋଡ଼େଇକି ପୁରା ଗୁଡ଼େଇକି ନେଇକି ଯିବେ। ସବୁ ଜିନିଷ ସହିତ ମିଶେଇକି ନେବେ ନାହିଁ। ଏବେ ଜାଣିବା, ଯେଉଁମାନେ ପୂଜା ନ କରିପାରିବେ ସେମାନେ କ'ଣ କରିବେ। ଯେଉଁମାନେ ପୂଜା କରୁନାହାନ୍ତି କ'ଣ ହେବ? ଦେଖନ୍ତୁ, ଯେଉଁମାନେ କାମ ବ୍ୟସ୍ତରେ ସବୁବେଳେ ରହୁଛନ୍ତି, ଠିକ୍ରେ ଠାକୁରଙ୍କ ପୂଜା ମଧ୍ୟ କରିପାରୁନାହାନ୍ତି, କିମ୍ବା ଶାରୀରିକ କିଛି ଅସୁସ୍ଥତା ପାଇଁ ସେମାନେ ଠାକୁରଙ୍କ ପୂଜା ସବୁବେଳେ କରିପାରୁନାହାନ୍ତି, ତାହେଲେ ମନ ଦୁଃଖ କରିବା କଥା ନୁହଁ। କାରଣ ଠାକୁର ତୁମର ଅସୁବିଧା କ'ଣ, ତୁମ ପରିସ୍ଥିତିକୁ ବୁଝିପାରନ୍ତି। ତୁମେ କେବଳ ତୁମର କର୍ମ ଆଉ କର୍ତ୍ତବ୍ୟରେ ହିଁ ଧ୍ୟାନ ଦେବା ଉଚିତ। ପ୍ରତ୍ୟେକ ଦିନ ଯେଉଁମାନେ ପୂଜା କରିପାରୁନାହାନ୍ତି ସେମାନେ କେବଳ ଗାଧୋଇ ପାଧୋଇ ଦୀପଟିଏ ଲଗେଇ
ପ୍ରଣାମ କରିଦେଲେ ତାଙ୍କର ପୂଜା ହୋଇଯାଏ। କିଛି ନହେଲେ ଠାକୁରଙ୍କୁ ପ୍ରଣାମ କରି ଜୟ ଜଗନ୍ନାଥ କହିଦେଲେ ଆପଣଙ୍କ ପୂଜା ହୋଇଗଲା ବୋଲି ଆପଣ ଜାଣିବେ। ଆଉ କିଛି ଦରକାର ନାହିଁ। ନହେଲେ ମନରେ ଠାକୁରଙ୍କୁ ଫୁଲ ଦେଲି, ଦୀପ ଧୂପ ବୁଲେଇଲି ବୋଲି ଭାବିବ। ମନରେ ଠାକୁରଙ୍କୁ ପ୍ରଣାମ କରିବ। କାରଣ ମନରୁ ପ୍ରଣାମ କଲେ ଠାକୁର ଶୀଘ୍ର ଶୁଣନ୍ତି। ଅଫିସ୍ ଯିବା ସମୟରେ ଠାକୁରଙ୍କ ନାମ ନିଅନ୍ତୁ, ଏହା ମଧ୍ୟ ଏକ ପୂଜା ହୋଇଥାଏ। ଠାକୁରଙ୍କ ନାମ ଜପ କରିପାରିବେ। ଅଫିସ୍କୁ ଗଲାବେଳେ ଠାକୁରଙ୍କୁ କେବଳ ପ୍ରଣାମ କରିପାରିବେ। ଯଦି ସମୟ ଅଛି ଦୀପଟିଏ ଜାଳିକି କେବଳ ପ୍ରଣାମ କରି ଗଲେ ଆପଣଙ୍କ ପୂଜା ହେଇଯାଏ। ଏବେ ଜାଣିବା ଚିକେନ୍ ମଟନ୍ ଖାଇଲେ ପାପ କାହିଁକି ହେଇଥାଏ, ଆଉ ପନିପରିବା ଖାଇଲେ ପାପ କାହିଁକି ନୁହେଁ। କାରଣ ଚିକେନ୍ ମଟନ୍ ବି ଜୀବନ ଅଛି, ଆଉ ଗଛରେ ବି ଜୀବନ ଅଛି। ତେଣୁକରି କ'ଣ ପାଇଁ ଏଇଟା ପାପ ହୁଏ, ମାନେ ଆମିଷ ଖାଇଲେ ଆଉ ନିରାମିଷ ଖାଇଲେ ବା ଆମର ପନିପରିବା ଖାଇଲେ କ'ଣ ପାଇଁ ପାପ ହୁଏ ନାହିଁ। ଦେଖନ୍ତୁ, ଗୋଟିଏ ଝିଅ ବାହାଘର ପରେ କେବଳ ଜଣେ ପୁରୁଷ ବା ତା ସ୍ୱାମୀଙ୍କ ହାତ ଧରି ବାଟରେ ସେ ଚାଲିକି ଯାଇପାରିବ। ବଜାର ଗଲା, ମାର୍କେଟିଂ ଗଲେ, ଯୋଉଠି ବି ସେ ଯାଉଛି ଯାଇପାରିବ। ତାକୁ କେହି ବି କିଛି କହିପାରିବେ ନାହିଁ, କାରଣ ସମାଜ ଏହାକୁ ସ୍ୱୀକୃତି ଦେଇଛି ଯେ ଜଣେ ବାହାଘର ପରେ ଜଣେ ପୁରୁଷ ସହିତ ରହିପାରିବ ତା ସ୍ୱାମୀଙ୍କ ସହିତ। କିନ୍ତୁ ଯଦି ସେ ଅଲଗା ପୁରୁଷର ହାତ ଧରିକି ବାହାରେ ଚାଲେ, କୁଆଡ଼େ ଯାଏ, ତାହେଲେ ତାକୁ କେତେ କଥା ଶୁଣିବାକୁ ପଡ଼ିଥାଏ, କାରଣ ଏହାକୁ ସମାଜ ସ୍ୱୀକୃତି ଦେଇନାହିଁ। ଠିକ୍ ସେମିତି ଭଗବାନ ସ୍ୱୀକୃତି ଦେଇଛନ୍ତି ସାତ୍ତ୍ୱିକ ଭୋଜନ କରିବା ପାଇଁ, ପନିପରିବାକୁ ଖାଇବା ପାଇଁ। ଭଗବାନ ସ୍ୱୀକୃତି ଦେଇନାହାନ୍ତି ଜୀବକୁ ମାରିକି ଖାଇବା ପାଇଁ। ସମସ୍ତେ କହିବେ ଯେ ଗଛର ମଧ୍ୟ ଜୀବନ ଅଛି। ହଁ, ଗଛର ତ ଜୀବନ ଅଛି, ପଶୁପକ୍ଷୀଙ୍କର ତ ଜୀବନ ଅଛି। କିନ୍ତୁ ପଶୁପକ୍ଷୀଙ୍କୁ ମାରିକି ଖାଇଲେ ପାପ ହୁଏ, କିନ୍ତୁ ଗଛକୁ ଯଦି ଆମେ ପନିପରିବା ତୋଳିବା ତାହେଲେ କଷ୍ଟ ହୁଏନି। କାରଣ ହେଲା, ଆମେ ଯଦି ପନିପରିବା ତୋଳିକି ଖାଇବା କିମ୍ବା ଫୁଲ ତୋଳିବା କିମ୍ବା ପତ୍ର ତୋଳିବା, ତାହେଲେ ଗଛ ଆଉ ମରେ ନାହିଁ, ସେ ଅଧିକ ବଢ଼େ। ପନିପରିବା ଯଦି ଆମେ ତୋଳିକି ଖାଇବା, ପତ୍ର ତୋଳିବା, ଶାଗ ତୋଳିବା, ତାହେଲେ ଆହୁରି ପନିପରିବା ଆଉ ଶାଗ ଏସବୁ ଅଧିକ ବଢ଼ିଥାଏ, ଆଉ ଗଛ ମରିନଥାଏ। କିନ୍ତୁ ମାଛ ମାଂସ ଏସବୁ ଖାଇଲେ, ଜୀବକୁ ମାରି ଖାଇଲେ ସେ ଆଉ ବଞ୍ଚି ନଥାଏ, ମାନେ ଗୋଟେ ଥରରେ ସେ ମରିଯାଏ। ମାଛ ମାଂସ ଖାଇଲେ ମନରେ ପଶୁଙ୍କର ଗୁଣ ଆସିଥାଏ, କାରଣ ମାଛ ଭାବୁଥିବ ମୋତେ ଯେମିତି କେହି ନ ନିଅନ୍ତୁ, କାନ୍ଦୁଥିବ ଭିତରେ ଭିତରେ, ନାହିଁ ମୋତେ କେହି ନ ମାରନ୍ତୁ, ମନରେ ବି ରାଗ ଥିବ। ତ ମାଛ ମାଂସ ଏସବୁ ଖାଇଲେ ପଶୁମାନଙ୍କର ଗୁଣ ସବୁ ଆସିଯାଏ ମଣିଷମାନଙ୍କ ଭିତରେ, ଯେମିତିକି ରାଗ, ହିଂସା ଇତ୍ୟାଦି ଗୁଣ ସବୁ ଆସିଯାଏ। ସାତ୍ତ୍ୱିକ ଖାଦ୍ୟ ଜଲ୍ଦି ଖାଦ୍ୟକୁ ମଧ୍ୟ ହଜମ କରେ, କିନ୍ତୁ ମାଛ ମାଂସ ଏସବୁ ଶୀଘ୍ର ହଜମ ମଧ୍ୟ ହୁଏ ନାହିଁ। ତେଣୁ ପନିପରିବା ଖାଇଲେ ପାପ ଲାଗେ ନାହିଁ, ଜୀବନ ଥିଲେ ମଧ୍ୟ ଗଛର। ମାଛ ମାଂସ ଖାଇଲେ ପାପ ଲାଗିଥାଏ, ତାଙ୍କର ଜୀବନ ଅଛି ତଥାପି ପାପ ଲାଗେ, କାହିଁକିନା ସେ ସମ୍ପୂର୍ଣ୍ଣ ମରିଯାଏ। ଆଉ ଭଗବାନ ମଧ୍ୟ ସ୍ୱୀକୃତି ଦେଇନାହାନ୍ତି ଯେ ମାଛ ମାଂସ ଖାଇବା। ଶାସ୍ତ୍ର ମଧ୍ୟ ଜୀବକୁ ମାରି ଖାଇବା ପାଇଁ ମନା କରିଛି। ଆମିଷ ଖାଇକି ସନ୍ଧ୍ୟା ଦେଇପାରିବା କି ନାହିଁ? ଆମିଷ ଖାଇଥିଲେ କିଛି ଜଣ ସନ୍ଧ୍ୟା ଦେଇଥାନ୍ତି, ଆଉ କିଛି ଜଣ ସନ୍ଧ୍ୟା ଦେଇନଥାନ୍ତି। ତାହେଲେ କେଉଁଟା ଠିକ୍? ଆମେ ଆମିଷ ଖାଇକି ସନ୍ଧ୍ୟା ଦେବା ନା ଦେବା ନାହିଁ? ଦେଖନ୍ତୁ, ପୂଜା କରିବା ପାଇଁ ଶୁଦ୍ଧତାର ପ୍ରଥମେ ଆବଶ୍ୟକତା ଅଛି, ପବିତ୍ରତାର ଆବଶ୍ୟକତା ଅଛି। ତେଣୁ ଆମିଷ ଖାଇଥିଲେ ଆମେ ଭଲରେ ଗାଧୋଇ ପାଧୋଇ ଭଲ ଲୁଗା ପିନ୍ଧିକି ସନ୍ଧ୍ୟା ଦେଇପାରିବା, କାରଣ ଆମେ ଅଶୁଦ୍ଧ ଅଛେ, ଯେହେତୁ ଆମେ ଅଶୁଦ୍ଧ ପଦାର୍ଥ ଖାଇଛନ୍ତି, ମାଛ ମାଂସ ଏସବୁ। କିନ୍ତୁ ଅନ୍ୟମାନେ ଯେଉଁମାନେ ସେଦିନ ଆମିଷ ଆପଣଙ୍କ ଘରେ ଖାଇନଥିବେ, ସେମାନେ ସନ୍ଧ୍ୟା ଦେଲେ ବହୁତ ଭଲ କଥା। କାହିଁକିନା ଯିଏ ଆମିଷ ଖାଇନଥିବେ, ଯିଏ ଆମିଷ ଖାଇଥିବେ 12 ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ଶରୀର ଅଶୁଦ୍ଧ ଥାଏ, ଆମିଷର ସ୍ମେଲ୍ ଆସୁଥାଏ ପାଟିରୁ, ହାତରୁ, କଥା କହିଲେ ବି ଆମିଷ ସ୍ମେଲ୍ ହେଉଥାଏ, ଘର ଦ୍ୱାର ସବୁ ଆମିଷ ଲାଗୁଥାଏ। ତ ଯଦି ସେଇ ଘରେ ଅନ୍ୟ କେହି ମାନେ ଅଛନ୍ତି ଯେଉଁମାନେ ଭେଜ୍ ଖାଉଛନ୍ତି, ସାତ୍ତ୍ୱିକ ଖାଦ୍ୟ ଖାଉଛନ୍ତି, ସେମାନଙ୍କୁ କହିଦେବେ ସନ୍ଧ୍ୟା ଦେବା ପାଇଁ ସେଦିନ। ଯଦି ଆପଣଙ୍କ ଘରେ କେହି ନାହାନ୍ତି ସନ୍ଧ୍ୟା ଦେବା ପାଇଁ, ତ ତାହେଲେ ବାଧ୍ୟ ଦେବା ପାଇଁ ସନ୍ଧ୍ୟା। ସେଥିପାଇଁ ଭଲ ଭାବରେ ଆପଣ ଗାଧେଇବେ, ମାନେ ଭଲରେ ଗାଧେଇବେ, ଯେମିତି ସବୁ ହାତରୁ ପାଟିରୁ ଆମିଷ ସ୍ମେଲ୍ ପଳେଇବ। ସେମିତି ତ ଯିବ ନାହିଁ, ତଥାପି କିଛି କିଛି ରହିବ। ତଥାପି ଚେଷ୍ଟା କରିବେ ଭଲରେ ଗାଧେଇକି ଭଲ ଲୁଗାଟେ ପିନ୍ଧିକି ସନ୍ଧ୍ୟା ଦେବା ପାଇଁ। କିନ୍ତୁ ଶାସ୍ତ୍ର କହୁଛି ଠାକୁର କେବେ ଦେଖନ୍ତି ନାହିଁ ତମେ କ'ଣ ଖାଇଛ କ'ଣ ନ ଖାଇଛ, ସେ ଦେଖନ୍ତି କେବଳ ଭକ୍ତର ଭାବକୁ ହିଁ ଗ୍ରହଣ କରିଥାନ୍ତି। କିନ୍ତୁ ତଥାପି କହିବି, ଆମିଷ ଆମେ ଖାଇଲେ ଗୋଟେ ଅଜବ ଟାଇପ୍ର ସ୍ମେଲ୍ ଆସେ, ଅଶୁଦ୍ଧ ହୋଇଯାଏ, ପରିବେଶ ବି ଅଶୁଦ୍ଧ ଅଶୁଦ୍ଧ ଲାଗେ, ସବୁଆଡ଼େ ଗୋଟେ ସ୍ମେଲ୍ ହୁଏ। ତ ସେଇ ପରିବେଶରେ ସନ୍ଧ୍ୟା ମାନେ ଦେବାକୁ ହିଁ ପଡ଼େ, ଯେହେତୁ ଘରେ ଆଉ କେହି ନଥିବେ, ବାଧ୍ୟ ଗାଧେଇ ପାଧେଇ ସନ୍ଧ୍ୟା ଦେବାକୁ ହୁଏ। ଯଦି କେହି ଅଛନ୍ତି ତାଙ୍କୁ କହିକି ସେଦିନ ସନ୍ଧ୍ୟା ଦେଇଦେଲେ ଭଲ। ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ ଆଉ ବହୁତ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓରୁ କିଛି ନା କିଛି ଶିଖିବାକୁ ମିଳିଲା ଆଉ ଭିଡ଼ିଓଟି ଭଲ ଲାଗିଲା, ତାହେଲେ ନିଶ୍ଚୟ ସମସ୍ତେ
ଭିଡ଼ିଓକୁ ଲାଇକ୍ କରିବେ ଆଉ ଭିଡ଼ିଓଟିକୁ ସେୟାର କରିବେ, ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦେବେ। କମେଣ୍ଟରେ ସମସ୍ତେ ଜୟ ଶ୍ରୀ ଜଗନ୍ନାଥ ଲେଖିଦେବେ। ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରିବେ। ଏମିତି ଶିକ୍ଷଣୀୟ ଭିଡ଼ିଓ ଯେଉଁମାନେ ଦେଖିବାକୁ ଚାହୁଁଛୁ ଆମ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିପାରିବେ। ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ। ଧନ୍ୟବାଦ।